କାଙ୍କଡ଼ ବୁଟ ଡାଲିକୁ ଗୋଟେ ଥର ଘରେ ଏଇପରି କଷା ବନେଇ ନିଅନ୍ତୁ। ଆମିଷ ଖାଉଥିବା ଲୋକ ଆମିଷ ଛାଡ଼ି କାଙ୍କଡ଼ ଖାଇବା ପାଇଁ ପସନ୍ଦ କରିବେ। ଦେଖିପାରୁଥିବେ କେତେ ଡେଲିସିୟସ୍ ଦେଖାଯାଉଛି। ସେ ରୁଟି ସହିତ ଖାଆନ୍ତୁ ବା ଭାତ ସହିତ ଖାଆନ୍ତୁ, ବହୁତ ହିଁ ସ୍ୱାଦିଷ୍ଟ ଲାଗିବ। କମ୍ ସମୟ ଭିତରେ ଆପଣଙ୍କୁ ବନେଇକି ରେଡ଼ି କରିପାରିବେ। ନମସ୍କାର, ପ୍ରତିଦିନ ରୋଷେଇକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଆପଣମାନଙ୍କୁ ଅନୁରୋଧ ରହିଲା, ଯଦି ଚ୍ୟାନେଲରେ ନୂଆ ଅଛନ୍ତି ପ୍ଲିଜ୍ ଚ୍ୟାନେଲକୁ ଗୋଟେ ସବସ୍କ୍ରାଇବ୍ କରିନେବେ। ତା ସହିତ ଭିଡ଼ିଓକୁ ପ୍ଲିଜ୍ ଗୋଟେ ଲାଇକ୍ କରିବେ। କାଙ୍କଡ଼ର ଏହି ସ୍ୱାଦିଷ୍ଟ ତରକାରୀ ବନେଇବା ପାଇଁ ମୁଁ ଏଠି 250 ଗ୍ରାମର କାଙ୍କଡ଼ ନେଇଛି। ପ୍ରଥମେ କାଙ୍କଡ଼କୁ କ'ଣ କରିବା ନା ଟିକେ ଭଲସେ ଧୋଇ ନେବା। ଯେହେତୁ ବହୁତ ସାରା କାଦୁଅ ଲାଗିକି ରହିଥାଏ, ପ୍ରଥମେ ଧୋଇବେ ତାପରେ ଯାଇ କାଟିବେ। ତା ଆଗପଟ ଆଉ ପଛପଟକୁ ପ୍ରଥମେ କ'ଣ କରିବା ନା କାଟି ନେବେ। କାଟି ନେଇ ସାରିଲା ପରେ ଆପଣ ଏଠି ମନ ପସନ୍ଦର ସେପ୍ ଦେଇପାରିବେ। ପ୍ରଥମେ ମୁଁ ଏଠି 2 ଫାଳ କରି ନେଇଛି, ତାପରେ ଆଉ 2 ଫାଳ କରିନେବି, ତାପରେ ଏଇପରି କ୍ୟୁବ୍ ସେପ୍ରେ କାଟି ନେବି। ସବୁ କାଙ୍କଡ଼କୁ କାଟି ସାରିଲା ପରେ ଗୋଟେ ପ୍ଲେଟ୍ରେ ରଖି ନେବା। କାଙ୍କଡ଼ର ଭଜା ବା ତରକାରୀ ଖାଇଲା ବେଳେ ଆପଣମାନେ ନିଶ୍ଚୟ ଦେଖିଥିବେ କାଙ୍କଡ଼ ଟିକେ ଟିକେ ପିତା ଲାଗିଥାଏ। ସେଥିପାଇଁ ଆମେ କ'ଣ କରିବା ନା ପ୍ରଥମେ କଡ଼େଇରେ କିଛି ପାଣିକୁ ଗରମ କରି ନେବା। ପାଣି ଯେତେବେଳେ ଗରମ ହେଇଯିବ ସବୁ କାଙ୍କଡ଼କୁ ଦେଇଦେବା। ଦେଇ ସାରିଲା ପରେ ସ୍ୱାଦ ହିସାବରେ ଅଧା ଚାମଚ ମୁଁ ଏଠି ଲୁଣ ଦେଇ ଦେଉଛି। ଲୁଣ ଦେଇ ସାରିଲା ପରେ ଟିକେ ଜଷ୍ଟ ମିଶାଇ ନେବି। ଏବେ କ'ଣ କରିବା ନା 4ରୁ 5 ମିନିଟ୍ ମିଡ଼ିୟମ୍ ଫ୍ଲେମ୍ରେ ବଏଲ୍ ହେବା ପାଇଁ ଛାଡ଼ିଦେବା। ଏଠି ଯେଉଁ କାଙ୍କଡ଼କୁ ଆପଣ ସିଝେଇବେ ନା ବେଶୀ ସିଝେଇବେନି, ଜଷ୍ଟ 50% ହେବା ଯାଏ ସିଝେଇ ନେବେ। ଦେଖିପାରୁଥିବେ କାଙ୍କଡ଼ ପୁରା ସିଝିଗଲାଣି, ଟ୍ରାନ୍ସପାରେଣ୍ଟ କଲର୍ ହେଇଗଲାଣି। ଏବେ ସବୁ କାଙ୍କଡ଼କୁ କାଢ଼ିକି ଗୋଟେ ପ୍ଲେଟ୍ରେ ରଖି ନେବା। ଏପଟେ ମୁଁ ଯେହେତୁ କହିଥିଲି ମୁଁ ଏଠି ବୁଟ ଡାଲି କାଙ୍କଡ଼କୁ ବନେଇବି, ସେଥିପାଇଁ ଅଧା କପ୍ ବୁଟ ଡାଲିକୁ 5ରୁ 6 ଘଣ୍ଟା ପୂର୍ବରୁ ପାଣିରେ ବତୁରେଇକି ରଖିଛି। ବୁଟ ଡାଲି ଦେଇ କାଙ୍କଡ଼ ବନେଇବେ, ଦେଖିବେ ଟେଷ୍ଟ ବହୁତ ଭଲ ଆସିବ। ତା ସହିତ ଗୋଟେ ସ୍ପେଶାଲ ମସଲା ବନେଇବା। ସେଥିପାଇଁ କ'ଣ କରିଛି ନା ଗୋଟେ ମିଡ଼ିୟମ୍ ସାଇଜ୍ର ଟମାଟୋକୁ କାଟିକି ରଖିଛି। ତା ସହିତ 7ରୁ 8ଟି ରସୁଣ କୋଲାକୁ ଚୋପା ଛଡ଼େଇ ରଖିଛି। ତା ସହିତ ଏଠି ଆମେ ୟୁଜ୍ କରିବା 2ଟି କଞ୍ଚା ଲଙ୍କା, 1 ଇଞ୍ଚ ଅଦାକୁ ଚୋପା ଛଡ଼େଇ କାଟିକି ରଖିଛି। ତା ସହିତ ଏଠି ମୁଁ ନେଇଛି ଅଧା ଚାମଚ ପୋସ୍ତ। ପୋସ୍ତକୁ ପାଣିରେ ପକେଇକି ରଖିଛି। ପୋସ୍ତ ଦେଇ ଥରେ ବନାନ୍ତୁ ଆଉ ଟେଷ୍ଟ ଦେଖନ୍ତୁ, ପୁରା ମାଂସ ତରକାରୀକି ବି କାଟିଦେବ। ଏବେ ମସଲା ପେଷ୍ଟ ବନେଇ ନେବା, ତାକୁ ଗୋଟେ ସାଇଡ଼୍ରେ ରଖି ନେବା। ଏପଟେ ଗୋଟେ ମୁଁ କଡ଼େଇ ବସେଇଛି। କଡ଼େଇ ଯେତେବେଳେ ଗରମ ହେଇଯିବ ନା ଆମେ 1ରୁ 2 ଚାମଚ ତେଲ ଦେଇଦେବା। ତା ସହିତ ସିଝେଇକି ରଖିଥିବା କାଙ୍କଡ଼କୁ ଏଠି ଦେଇଦେବା। ଯେହେତୁ ଆମର କାଙ୍କଡ଼ ଅଲରେଡ଼ି 50ରୁ 60% ସିଝିଯାଇଛି, ସେଥିପାଇଁ କମ୍ ସମୟ ଲାଗିବ। ସେଥିପାଇଁ ଫ୍ଲେମ୍କୁ ମିଡ଼ିୟମ୍ ରଖିବେ। 1 ମିନିଟ୍ ଭାଜି ନେବେ। ତାପରେ 1 ପିଞ୍ଚ ହଳଦୀ ଗୁଣ୍ଡ ଦେଇଦେବେ। ଦେଇ ସାରିଲା ପରେ ଜଷ୍ଟ ଟିକେ ମିଶାଇ ନେବେ। ମିଶାଇ ସାରିଲା ପରେ ଫ୍ଲେମ୍କୁ ମିଡ଼ିୟମ୍ ରଖିକି 3ରୁ 4 ମିନିଟ୍ ଛାଡ଼ିଦେବେ। 3ରୁ 4 ମିନିଟ୍ ହେଇଗଲା ପରେ ମୁଁ ଟିକେ ଜଷ୍ଟ ଭାଜି ନେବି। ଦେଖିପାରୁଥିବେ କାଙ୍କଡ଼ର କଲର୍ ଚେଞ୍ଜ ହେଇଗଲାଣି। ଏବେ ଆମେ କ'ଣ କରିବା ନା ସବୁ କାଙ୍କଡ଼କୁ କାଢ଼ିକି ଗୋଟେ ପ୍ଲେଟ୍ରେ ରଖି ନେବା। ସେ ଯେଉଁ ବଳକା ତେଲରେ ମୁଁ ଏଠି 1 ମିଡ଼ିୟମ୍ ସାଇଜ୍ର ପିଆଜକୁ ପୁରା ଫାଇନଲି ଚପ୍ କରି ନେଇଥିଲି, ପିଆଜକୁ ଦେଇ ଦେଉଛି। ପିଆଜକୁ ଦେଇ ସାରିଲା ପରେ ଫ୍ଲେମ୍କୁ ଏଠି ମିଡ଼ିୟମ୍ ରଖିବା। ମିଡ଼ିୟମ୍ ଫ୍ଲେମ୍ରେ କ'ଣ କରିବା ନା ଜଷ୍ଟ ପ୍ରଥମେ 1ରୁ 2 ମିନିଟ୍ ପାଇଁ ଭାଜି ନେବେ। ଭାଜି ନେଇ ସାରିଲା ପରେ 2 ମିନିଟ୍ ଛାଡ଼ିଦେବେ। 2 ମିନିଟ୍ ପରେ ଦେଖିବେ ପିଆଜ ପୁରା ନରମ ହେଇଯିବ। ତାପରେ କଣ୍ଟିନ୍ୟୁଅସଲି ଲାଇଟ୍ ବ୍ରାଉନ୍ କଲର୍ ହେବା ଯାଏ ପିଆଜକୁ ଭାଜି ନେବେ। ଦେଖିପାରୁଥିବେ ପିଆଜର କଲର୍ ଚେଞ୍ଜ ହେଇଗଲାଣି। ଏତିକି ହିଁ ଭାଜିବେ, ବେଶୀ ଭାଜିବେନି, ନହେଲେ ତରକାରୀରେ ପିତା ଲାଗିବ। ଏବେ ଆମେ କ'ଣ କରିବା ନା ଯେଉଁ ପେଷ୍ଟ ବନେଇକି ରଖିଥିଲେ ପୋସ୍ତ, ଟମାଟୋ, କଞ୍ଚା ଲଙ୍କା, ରସୁଣ, ଅଦା ତା ସହିତ ଟମାଟୋର ସେଇ ପେଷ୍ଟକୁ ଦେଇଦେବା। ପେଷ୍ଟକୁ ଦେଇ ସାରିଲା ପରେ ଜଷ୍ଟ 1 ମିନିଟ୍ ପାଇଁ କଷି ନେବା। ଯେଉଁ ବାଉଲରେ ମୁଁ ପେଷ୍ଟ ରଖିଥିଲି ସେଇ ବାଉଲରେ 1 ଚାମଚ ପାଣି ଦେଇକି ସେଇ ମସଲା ପାଣିକି ଏଠୁ ଦେଇ ଦେଉଛି। ପାଣି ଦେଇ ସାରିଲା ପରେ ଏଠି ଆମେ କ'ଣ କରିବା ନା ଆଉ ଥରେ ଟିକେ ମିଶାଇ ନେବା। ମିଶାଇ ସାରିଲା ପରେ ସ୍ୱାଦ ହିସାବରେ ଏଠି ଲୁଣ ଦେବା। ମନେ ରଖିଥିବେ କାଙ୍କଡ଼ ସିଝେଇଲା ବେଳେ ଆମେ ଲୁଣ ୟୁଜ୍ କରିଥିଲେ, ଦେଖିକି ଏଠି ଲୁଣ ଦେବେ। ମୁଁ ଅଧା ଚାମଚ ଲୁଣ ଦେଇ ଦେଉଛି। ଲୁଣ ଦେଇ ସାରିଲା ପରେ ଏଠି ଆମେ କ'ଣ କରିବା ନା ଜଷ୍ଟ ଟିକେ ମିଶାଇ ନେବା। ତାପରେ ଫ୍ଲେମ୍କୁ ମିଡ଼ିୟମ୍ ରଖିବା। କଭର୍ କରିକି 3ରୁ 4 ମିନିଟ୍ ଛାଡ଼ିଦେବା। 4 ମିନିଟ୍ ପରେ ମୁଁ ଏଠି କଭର୍ କାଢ଼ିକି ଆପଣମାନଙ୍କୁ ଦେଖାଇ ଦେଉଛି। ଦେଖିପାରୁଥିବେ ମସଲାରୁ ତେଲ ଛାଡ଼ିବା ଷ୍ଟାର୍ଟ ହେଇଗଲାଣି। କଣ୍ଟିନ୍ୟୁଅସଲି ପ୍ରଥମେ କ'ଣ କରିବା ନା 1ରୁ 2 ମିନିଟ୍ କଷି ନେବେ। କଷି ନେଇ ସାରିଲା ପରେ ଫ୍ଲେମ୍କୁ ଲୋ ରଖିବେ। ଲୋ ଫ୍ଲେମ୍ରେ 1 ଚାମଚ କାଶ୍ମୀରୀ ଚିଲି ପାଉଡ଼ର ଦେଇ ଦେଉଛି। ତା ସହିତ ଅଧା ଚାମଚ ଏଠି ଆମେ ଦେଇଦେବା ହଳଦୀ ଗୁଣ୍ଡ, ଅଧା ଚାମଚ ଦେଇଦେବା ଧନିଆ ଗୁଣ୍ଡ। ତା ସହିତ ଅଧା ଚାମଚ ମୁଁ ଏଠି ମିଟ୍ ମସଲା ୟୁଜ୍ କରୁଛି। ଆପଣ ଚାହିଁଲେ ମିଟ୍ ମସଲାକୁ ସ୍କିପ୍ କରିପାରିବେ। ତା ସହିତ ଚିକେନ୍ ମସଲା ମଧ୍ୟ ୟୁଜ୍ କରିପାରିବେ। ଏବେ ଶୁଖିଲା ଭାବେ ମସଲାକୁ ପ୍ରଥମେ 1 ମିନିଟ୍ କଷି ନେବା ଲୋ ଫ୍ଲେମ୍ରେ। କଷି ନେଇ ସାରିଲା ପରେ 3ରୁ 4 ଚାମଚ ପାଣି ଦେଇଦେବା।
पानी दे सारा पर आपको आम कौन करवा कंटिन्यूअसली प्रथम टिके मिसई नवा मिसई सारा पर फ्लेम को लो टू मीडियम रखा लो टू मीडियम फ्लेम रे आम कौन करवा जस्ट गोटे मिनिट आउ थे टिके कषि नवा देखिपे मसला पूरा भलसे मिसीगला सहित तेल छाड़ा स्टार्ट हो गला एबे आम कौन करवा बतुरई रखि बुट डाली को देदबा बुट डाली को गोटे दुई थर धोई नेबे धोई नहीं सारा पर सब बुट डाली को देदेवे दे सारा पर जस्ट गोटे मिनिट कषि नेबे तापर 3 ରୁ 4 चामच ये आप कौन करें पानी यूज करेंगे पानी दे सारा पर जस्ट टिके मिसई नेबे तापर फ्लेम को लो रखा लो फ्लेम रे कभर करके 5 ରୁ 6 मिनिट छाड़ीदबा जहाँफल बुट डालीटा भलसे टिके सीझीज 6 मिनिट पर मुझे को कभर काढ़ी देखी देखिपे बुट डाली पाखापाखि 80 ରୁ 90% हम सीझी जाइए एबे आम कौन करवा टिके भलसे मिसई नवा मिसई सारा पर भाजिकी रखि कांकण को ये देदबा कांकण को दे सारा पर फ्लेम को लो टू मीडियम रखा लो टू मीडियम फ्लेम रे जस्ट गोटे ରୁ 2 मिनिट ये आप कौन करना प्रथम टिके कषि नेबे तापर सबु जिनस सीझापी ये आप कौन करना फ्लेम को लो टू मीडियम रखिए आ पानी यूज करेंगे मुझे पाखापाखि आधा कप पानी दे दूची पानी दे सारा पर आपको आम जस्ट टिके मिसई नवा एबे कौन करना फ्लेम को लो टू मीडियम रखा लो टू मीडियम फ्लेम रे कभर करके पाखापाखि 5 ରୁ 6 मिनिट ये छाड़े आपण बुटले अधिका सीझापी समय लगुव आहरी 2 ରୁ 3 मिनिट छाड़ी पारे 6 मिनिट पर मुझे कभर काढ़ी देखी देखिपे केते सुंदर से आम बुट डाली पूरा तरकारी बनिकी रेडी सरला लास्ट को फ्लेम ऑफ करदबा अधा चामच देदबा गरम मसला दे सारा पर काटी किसी धनिया पत्र देदबा धनिया पत्र दे सारा पर आपको आम कौन करना जस्ट टिके मिसई नवा एबे आमर स्वादिष्ट बुट डाली आउ कांकणर कषा बनिकी पूरा रेडी सरला आपण को गोटे थर घरे बनातु केमिति बनिला मो सहित कमेंट सेक्शन रे शेयर करंतु जदि चैनल रे नुआ अछंती प्लीज चैनल को गोटे सब्सक्राइब करनेबे ता सहित वीडियो को प्लीज गोटे लाइक करिवे धन्यवाद।